ମାନେ ଏବେ ତ ଶୀତ ଦିନ ଚାଲିଛି ଆମକୁ ମାର୍କେଟରେ ଇଜିଲି ଫୁଲକୋବି ସହିତ ଫ୍ରେଶ୍ ଫ୍ରେଶ୍ ଶାଗ ବି ମିଳିଯାଉଛି। ଆପଣମାନେ କିଏ ଆଣୁଥିବେ, କିଏ ରାଇ ବନାଉଥିବେ, ନହେଲେ ଶାଗ ଭାଜିକି ଖାଉଥିବେ। କିନ୍ତୁ ଆଜି ଆପଣମାନଙ୍କ ପାଇଁ ଏମିତି ଗୋଟେ ରେସିପି ଆଣିଛି ନା ସାଙ୍ଗମାନେ, ଥରେ ଦେଖିଲା ପରେ ନା ଆପଣ ତ ଥରେ ଟ୍ରାଏ କରିବେ, ତାପରେ ଏମିତି ଟେଷ୍ଟ ଲାଗିବ ଆପଣଙ୍କୁ ବାର ବାର ଦେଖିବେ ଆଣିକି ବନେଇକା ଖାଇବେ। ଦେଖନ୍ତୁ ମୋ ହାତରେ ଫ୍ରେଶ୍ ଫ୍ରେଶ୍ ଶାଗ ଅଛି, ତାହେଲେ ଡେରି କ'ଣ ପାଇଁ ସାଙ୍ଗମାନେ, ଚାଲନ୍ତୁ ନା ଆଜିର ରେସିପିଟି ଷ୍ଟାର୍ଟ କରିବା ଆଉ ରେସିପିର ମଜା ନେବା। ଦେଖନ୍ତୁ ଏଇଠି ଝୁଡ଼ଙ୍ଗକୁ ମୁଁ 7-8 ଘଣ୍ଟା ଭଳିଆ ବତୁରେଇ ଦେବି। ଆପଣମାନେ ଯଦି ବତୁରେଇ ନାହାନ୍ତି ତାହେଲେ ଗୋଟେ ଟ୍ରିକ୍ କହୁଛି ଶୁଣନ୍ତୁ। ଏଇଟା ଗରମ ପାଣି କରିଦେବେ, ତା ଦେହରେ ପକାଇଦେବେ, ଏଇଟା ମାର୍କେଟରେ ଇଜିଲି ଆପଣଙ୍କୁ ମିଳିଯିବ। ଏଇଠି ଦେଖନ୍ତୁ ଶାଗକୁ କାଟିକି ସାଇଡ଼୍ରେ ରଖିଲି। ଦେଖ ଝୁଡ଼ଙ୍ଗାଟା ଅଲରେଡ଼ି ବତୁରିକି ଫୁଲିଗଲାଣି। ଚାଲନ୍ତୁ ଗୋଟେ ପ୍ରେସର ନେଲି, ତା ସହିତ ସେ ଝୁଡ଼ଙ୍ଗାକୁ ଦେଇଦେଲି, ତା ଉପରେ ଶାଗ ଦେଇଦେଲି, ଆଉ ତା ଉପରେ କ'ଣ କରିବି ପାଣି ଦେଇଦେବି। ଆପଣ ଶାଗ ଆଉ ଝୁଡ଼ଙ୍ଗାକୁ ଦେଖିକି ପାଣି ଟିକେ କମ୍ ଦେବେ, କାହିଁକି କହିଲେ ଶାଗରୁ ବି ପାଣି ବାହାରିବ। ଆଉ ଲୁଣ ଦେବା। ଏଇଠି ଆପଣମାନେ ମନେ ରଖନ୍ତୁ, ଏଇଥିରେ ହଳଦୀ ଟୋଟାଲ ଆମର ୟୁଜ୍ କରାହେବନି। ଏଇଠି ଟମାଟୋ ମୁଁ 1ଟା ଭଳିଆ ଦେଇଦେଲି ଆଉ ପ୍ରେସରକୁ ରଖିଦେଲି ଗ୍ୟାସ୍ ଉପରେ। ଏଇଠି ମସଲାରେ ଦେଖନ୍ତୁ ନେଇଗଲି ବାଦାମ, ଜିରା ଧନିଆ ଗୁଣ୍ଡ, ସୋରିଷ, ରସୁଣ ଆଉ ଗୋଟେ ଶୁଖିଲା ଲଙ୍କା। ତାକୁ ଚାଲନ୍ତୁ ଗ୍ରାଇଣ୍ଡ କରିଦେବା। ତାକୁ ବି ସାଇଡ଼୍ରେ ରଖିଲି। ଗୋଟେ କଡ଼େଇ ନେଲି, କଡ଼େଇରେ କିଛି ମାତ୍ରାରେ ସୋରିଷ ତେଲ ଦେଲି। ଆପଣ ସୋରିଷ ତେଲ ପସନ୍ଦ ନଥିଲେ କ'ଣ କରିବେ, ରିଫାଇନ୍ ତେଲ ୟୁଜ୍ କରିବେ। ଏଇଠି ଦେଖନ୍ତୁ ସେଇ ମସଲାକୁ ଦେଇଦେଲି। ଏଇଟା ମସଲାଟା ବେଶୀ ଆମେ ଗୋଳେଇବାନି, କାରଣ ନା ଏଇଥିରେ ସୋରିଷ ଅଛି, ଖାଲି ବାଦାମର ବାସ୍ନା ଯିବା ପାଇଁ 2-3 ଥର ଭଳିଆ ଆମେ ଘାଣ୍ଟି ଦେବା। ଏଇଠି ଦେଖନ୍ତୁ ସିଝିଗଲାଣି ପୁରା। ଏଇଠି ତାପରେ ଆମେ କ'ଣ କଲି, ସେ ଟମାଟୋକୁ କାଢ଼ିକି ଆଣିଲି ଆଉ ଏଇଟାକୁ ଟିକେ ଗୋଳେଇ ଦେଇକି ତା ଉପରେ ଦେଖନ୍ତୁ ଦେଇଦେଲି। ଦେଖନ୍ତୁ ସାଙ୍ଗମାନେ ପୁରା କେତେ ସୁନ୍ଦର ଦେଖାହେଉଛି। ଆପଣମାନଙ୍କୁ ମୋର ଭିଡ଼ିଓ କେମିତି ଲାଗୁଛି ସାଙ୍ଗମାନେ? ଯଦି ଭଲ ଲାଗୁଥିବ ତାହେଲେ ଲାଇକ୍ କରିବେ, ସେୟାର କରିବେ ଆଉ ଗୋଟେ କମେଣ୍ଟ ଦେବେ। ଆଉ ଲାଷ୍ଟରେ ସାଙ୍ଗମାନେ ସମସ୍ତେ ଦେଖୁଛନ୍ତି କିନ୍ତୁ ଫଲୋ ବଟନ୍ଟାକୁ ଦବାଉନାହାନ୍ତି। ଜଲ୍ଦିରେ ସାଙ୍ଗମାନେ ଫଲୋ ବଟନ୍ଟିକୁ ଦବାଇ ଦିଅନ୍ତୁ, ନହେଲେ ମୋ ରେସିପି ଭିଡ଼ିଓ ଆପଣମାନେ କେମିତି ଦେଖିବେ। ଆଉ ଏବେ ଆଉ ଗୋଟେ କଥା ଆପଣମାନଙ୍କୁ କହୁଛି, ଏବେ ମୋର ରେସିପି ଭିଡ଼ିଓଟି ଆପଣମାନଙ୍କ ପାଇଁ 3ଟା ବେଳେ ଆସିବ, ଆଉ 6ଟା ବେଳେ ଆସିବନି ସାଙ୍ଗମାନେ। 3ଟା ବେଳେ ମୁଁ ଅପଲୋଡ଼ କରିଦେବି, ଆପଣମାନେ ସମସ୍ତେ ଦେଖିନେବେ। ଦେଖନ୍ତୁ ଏବେ ତ କମ୍ପ୍ଲିଟ୍ ହେଇଗଲା। ଲୁକ୍ଟା ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି। ଆପଣମାନେ ଆଟଲିଷ୍ଟ ଥରେ ଟ୍ରାଏ ମାରନ୍ତୁ ଆଉ ମୋତେ କମେଣ୍ଟରେ କୁହନ୍ତୁ ମୋର ରେସିପିଟି ଆପଣମାନଙ୍କୁ ମନକୁ ଛୁଇଁଲା କି ନାହିଁ। ଚାଲନ୍ତୁ ସାଙ୍ଗମାନେ ଆଜି ତ ମୁଁ ବିଦାୟ ନେଉଛି, ମୋର ରେସିପିଟି କମ୍ପ୍ଲିଟ୍ ହେଇଗଲା। ସମସ୍ତଙ୍କୁ ମୋ ତରଫରୁ ବାଏ, ନମସ୍କାର, ଓମ୍ ସାଇରାମ।